भारतीय जनता पार्टी निर्वाचन लड़िया पूर्व तार गोटे विषय था विकसित ओडिशा। विकसित ओडिशा माने समाज में बसवास कर लोक मान सबु श्रेणी उन्नति करवा मूल लक्ष्य। तेणुक सबु वर्गर लोक मैंने सेवा पातु। चाषी टे तार नाल पानी पाऊ मनकर संस्कृति प्रेमी लोक मुख्यतः आम जो मैंने हिंदू धर्मावलंबी लोक आमर मठ मंदिर तार केमती डेभलपमेंट हो। तेणुक सबु वर्गर लोक मैंने मौलिक सुविधा पातु एवं सहजरे पातु सुविधा पातु उचित भाव पातु ताहले विकसित ओडिशा संभव हम। से क्रम नियाली विधायक मान्यवर विधायक लोकप्रिय विधायक आज ये जो माँ कुताम चंडी ये गोटे ये अंचल धोया 22 मुद्रा अंचल बहुत बड़ डिमांड थिला जे एठी बाहा व्रत इत्यादि बहुत कार्यक्रम अपन देखिए प्रतिदिन चलता है किंतु जराजीर्ण अवस्था अव्यवस्था भितर अनुष्ठान थिला अपन देखो केते सुंदर हो जाए। यहीटा तो विकसित ओडिशार गोटे बड़ उदाहरण। आठू अधिका कण पुणी 2.5 कोटी टंका आसी आपन देखिए गोटे शिवंकर मूर्ति से गाड़िया ठिया हम सेपटे आहरी डेभलपमेंट हम मात्र 30 लाख टंका एत सुंदर कम होती आहरी 2.5 कोटी ए अंचल स्वरूप पूरा बदल जाए। ना से तो लोक मैंने से विषयटा बुझिले गोटे पारदर्शी सरकार को शासन क्षमता को आनिले। तेणुक लोक जो टैक्स दौले कर दौले प्रतिबदल से सुविधा पाऊन जो पानी कथा केनाल कथा आप कहले। तेणुक जेहेतु भारतीय जनता पार्टी मोहन जी सरकार को आम पारदर्शी सरकार कहूँ कि इंजीनियर छवि मल्लिक आम योग्य विधायक से कहीपर जिते लोकंर ये मौलिक सुविधाटा से उपलब्ध करेंगे। तेणुक से करुँच से दृष्टि से लोकप्रिय अच्छा ओडिशा सरकार को पारदर्शी सरकार बोली कहते ना ये ऑलरेडी जो राष्ट्रीय सभापति बा केंद्र स्वास्थ्य मंत्री आसी से सारा ओडिशा रे सब जगह ये कार्ड आयुष्मान कार्ड बंटन सरी जाता। केवल कटक जेहेतु मुख्य कार्यक्रम था कटकर जो गुड़े पीएचसी कटक जिले में अच्छी से गुड़ाकर कार्यक्रम बाकी था जिलापाल महोदय अन्य विधायक मान कथा 15-16 पुणी कार्यक्रम करेले। से क्रम आज 16 तारिख रे नियाली विभिन्न पीएचसी रे नियाली निर्वाचन मंडली विभिन्न पीएचसी रे जमती आमर
ପ୍ରସାଦ ହେଲା, କୃଷ୍ଣ ପ୍ରସାଦ ହେଲା, ଗୋବିନ୍ଦପୁର ହେଲା, ଏସବୁ ପିଏଚସିରେ ଆୟୁଷ୍ମାନ କାର୍ଡ ବଣ୍ଟା ହେଲା ଏବଂ ସାଧାରଣ ଲୋକଟେ ଯୋଉମାନେ ଯିଏ ନିଡି ଲୋକ ଯାହାର ନିହାତି ଆବଶ୍ୟକ ଅଛି ସେ ଆୟୁଷ୍ମାନ କାର୍ଡ ବା ଗୋପବନ୍ଧୁ ଯୋଜନାର କାର୍ଡ ପାଉ ଏବଂ ସହଜରେ ତାର ଚିକିତ୍ସା ଉପଲବ୍ଧ ହଉ ଏ କାର୍ଡ ଯୋଜନାର ମୂଳ ଲକ୍ଷ୍ୟ। ଆପଣ ଦେଖନ୍ତୁ ସାମ୍ବାଦିକ ମାନେ ହେଲେ ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ। ଆପଣ ବିଶେଷ କରି ଆପଣ ଜଣେ ଚର୍ଚ୍ଚିତ ଚେହେରା ନିଆଳିର, ଆପଣ ବି ଜଣେ ବୁଦ୍ଧିଜୀବୀ। ଆପଣ ଅନୁଭବ କରନ୍ତୁ ସରକାର ଯୋଉ ଯୋଉ ପ୍ରତିଶ୍ରୁତି ଦେଇଥିଲା, ସିଏ ଜଗନ୍ନାଥଙ୍କର ଚାରିଦ୍ୱାର ଖୋଲାଠୁ ଆରମ୍ଭ କରି ସୁଭଦ୍ରା ଯୋଜନାଠୁ ଆରମ୍ଭ କରି ଆମର ଆୟୁଷ୍ମାନ କାର୍ଡ ପର୍ଯ୍ୟନ୍ତ ଯୋଉ ଯୋଉ ପ୍ରତିଶ୍ରୁତି ଦେଇଥିଲା କୋଉଥିରୁ ନିଜକୁ ଆଭଏଡ କରି ନେଇଛି କି, କୋଉ ପ୍ରତିଶ୍ରୁତିରୁ ନିଜକୁ ଓହରେଇ ଦେଇଛି କି? ତେଣୁ ଗୋଟେ ପାରଦର୍ଶୀ ସରକାର ଆମେ ସେଇଆକୁ କହିବା, ଗୋଟେ ସକ୍ଷମ ସରକାର, ସଫଳ ସରକାର ସେଇଆ କହିବା, ଯିଏ କହିବା ଏବଂ କରିବା ଭିତରେ ଅନ୍ତର ନଥିବ। ସେଇ ଦୃଷ୍ଟିରୁ ବିଗତ 9 ମାସ ଭିତରେ ପାରୁ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ଓଡ଼ିଶା ସରକାର ଏବଂ କେନ୍ଦ୍ରରେ ମୋଦିଜୀଙ୍କ ସରକାର ଉଭୟ ଡବଲ ଇଞ୍ଜିନର ସରକାର ଓଡ଼ିଶାର ବିକାଶ ପାଇଁ ଏବଂ ଗୋଟେ ବିକଶିତ ଓଡ଼ିଶା ନୂଆ ଅଧ୍ୟାୟ ତିଆରି କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ସମୟ ସାପେକ୍ଷ ନିଷ୍ପତ୍ତି ନେଉଛନ୍ତି ଏବଂ ତାକୁ କାର୍ଯ୍ୟକ୍ଷମ ବି କରୁଛନ୍ତି। ଫଳନ ପରିଚୟ ଆପଣ 2-3 ଦିନ ତଳେ ଗୋଟେ ଟ୍ରୋଲ ହେଲା, ବିଭିନ୍ନ ଦେଖିବେ ନିଆଳି ନିର୍ବାଚନ ମଣ୍ଡଳୀରେ ନୁହଁ ଓଡ଼ିଶାରେ ଟ୍ରୋଲ ହେଲା। ଗୋଟେ ଗିନିଜ ବୁକ୍ ଅଫ ରେକର୍ଡରେ ମଜାରେ କହିଲେ ସେ ସ୍ଥାନ ପାଇବା କଥା ଇଞ୍ଜିନିୟର ଛବି ମଲ୍ଲିକ ଗୋଟିଏ ଦିନ 12ଟି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କଲେ। କୋଉଠୁ ଆରମ୍ଭ କଲେ ନା ବାରଙ୍ଗ ବ୍ଲକର ଗବବସ୍ତୁଠୁ ଆରମ୍ଭ କରି କୃଷ୍ଣପ୍ରସାଦ ମାଧବରେ ସାରିଲେ। ତେଣୁକରି ଦିନ ରାତି ଯିଏ ନିର୍ବାଚନ ମଣ୍ଡଳୀରେ ପଡି ରହୁଛି, ଏ ଗାଁରୁ ସେ ଗାଁ ବୁଲୁଛି, ବିଭିନ୍ନ ଲୋକଙ୍କର ସମସ୍ୟା ସହିତ ନିଜକୁ ଜଡିତ କରୁଛି, ତା ପ୍ରତି ଯଦି କିଏ ଲୁଷ୍ଟ କଲା, କିଏ ଆକ୍ଷେପ କଲା, ତାକୁ ଆମେ କଣ କହିପାରିବା? ସେ ତ ନିନ୍ଦନୀୟ ବିଷୟ। ଆମେ ଆଜି ମନ୍ଦିରରେ ଠିଆ ହେଇଛେ, ମନ୍ଦିର ବିଷୟ କହିବା। ଏଠୁ ଠିକ 1 କିଲୋମିଟର ଦୂରରେ ତ୍ରିଲୋଚନେଶ୍ୱରଙ୍କ ମନ୍ଦିର। ଆପଣ ଆଜି ଏଇ ଯୋଉ ରିନୋଭେସନ ୱାର୍କ ଦେଖୁଛନ୍ତି, ଇଏ ଜମା 10 ପଇସାର କାମ। ଆ ପରେ ଇଏ 30 ଲକ୍ଷ ଟଙ୍କାରେ ଏତେ ସୁନ୍ଦର ହେଇଛି ଏ ପରିବେଶ। ଆ ପରେ 2.5 କୋଟି ଟଙ୍କା ଏଇ ପ୍ରୋଜେକ୍ଟରେ ମିଶା ଯାଇଛି। 2.5 କୋଟି ଟଙ୍କାର କାମ ସରିଲା ପରେ ଏ ଅଞ୍ଚଳର ସ୍ୱରୂପ ଆପଣ ଦେଖିବେ କିପରି ବଦଳିବ। ଠିକ 1 କିଲୋମିଟର ଦୂରରେ ତ୍ରିଲୋଚନେଶ୍ୱର ମନ୍ଦିର, ସେଠି ମଧ୍ୟ କୋଟିରୁ ଅଧିକ ଟଙ୍କା ଦିଆଯାଇଛି ସେଠାକାର ବିକାଶ ପାଇଁ। ଏଠୁ 2 କିଲୋମିଟର ବାମ ପାର୍ଶ୍ୱରେ ଗଲେ ଆପଣ ବାଲୁଙ୍ଗେଶ୍ୱର ମନ୍ଦିର ପାଇବେ, ସେଠି ମଧ୍ୟ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦିଆଯାଇଛି ବିକାଶ ପାଇଁ। ଆମର ନିଆଳିର ଆରାଧ୍ୟ ଦେବତା ପ୍ରଭୁ ସୁବର୍ଣ୍ଣେଶ୍ୱର 2 କୋଟିରୁ ଅଧିକା ଟଙ୍କା ଆଗରୁ ଯେତିକି ବିଧାୟକ ତାଙ୍କ ଲ୍ୟାଡରୁ ଦେଲା ପରେ ମଧ୍ୟ ବର୍ତ୍ତମାନ ସଂସ୍କୃତି ବିଭାଗରୁ 2.5 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସେଠି ଦିଆଯାଇଛି ତାର ପାରିପାର୍ଶ୍ୱିକ ବିକାଶ ପାଇଁ। ଆଉ ବାକି ରହିଲା ଅଷ୍ଟଶମ୍ଭୁ ମନ୍ଦିର କୁହନ୍ତୁ, ଆଉ ଅନେକ କଥା ଅଛି। ତେଣୁକରି ଆଜି ଆମେ ଯୋଉ କାର୍ଯ୍ୟକ୍ରମରେ ଆସିଛେ, ଖାଲି ଏଇ କ୍ଷେତ୍ରଟାକୁ ଦେଖନ୍ତୁ। ମନ୍ଦିର ମଠର ପୁନରୁଦ୍ଧାର ପାଇଁ କଲେକ୍ଟରଙ୍କ ହିସାବରେ ପ୍ରଥମ ଫେଜରେ 25 କୋଟି, ପରେ 15 କୋଟି, 40 କୋଟି ଟଙ୍କାର ବ୍ୟୟବରାଦ ସାରିଛି ଏବଂ କାମ ମଧ୍ୟ ଦ୍ରୁତ ଗତିରେ ଆମେ ଯେମିତି ଏଠି ଠିଆ ହେଇଛି ଅନ୍ୟ ଜାଗାରେ ଆଗେଇ ଚାଲିଛି। ଏଇଟା ବିଧାୟକଙ୍କର ଗୋଟେ ବଡ ଉପଲବ୍ଧି। ନା ପିଏମସି ଇଏ ବି ବିଧାୟକଙ୍କର ଗୋଟେ ସଫଳତା। ଅନେକ ବିଧାୟକ, ଶାସକ ଦଳର ବିଧାୟକ ଅନେକ ଚେଷ୍ଟା ସତ୍ତ୍ୱେ ପିଏମସିରେ ନିଜର ଅଞ୍ଚଳର କୌଣସି ସ୍କୁଲକୁ ଆଡ କରେଇ ପାରିନଥିଲେ, ଯାହା ଇଞ୍ଜିନିୟର ଛବି ମଲ୍ଲିକ କଲେ। ତେଣୁକରି ଇଏ ନିଆଳିବାସୀଙ୍କ ପାଇଁ ଗୋଟେ ଗୌରବର ବିଷୟ ଏବଂ ପିଏମସି ଯୋଜନାରେ କେତେ ଯେ ସଫଳତା ମିଳିବ ଆପଣ ମାନେ ଆଗକୁ ଦେଖିବେ। ସେ ସ୍କୁଲ କେମିତି ଗୋଟେ ଇନୋଭେଟିଭ ସ୍କୁଲ ହେଇକିରି ବାହାରିବ। NK Media, most trusted social media.